ପଞ୍ଚମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀଙ୍କୁ ଆଜିର ସାହିତ୍ୟ ଶ୍ରେଣୀରେ ମୋର ସ୍ୱାଗତ। ଆଜି ଆମେ ଜାତୀୟ ଧ୍ୱଜା ଆମ ଉଡ଼ଇ ଫରଫର ପଦ୍ୟଟିର ଅବଶିଷ୍ଟ ଅଂଶ ପଢ଼ିବା। ପୂର୍ବ ଶ୍ରେଣୀରେ ପଢ଼ିଥିଲେ ଆମ ଦେଶ ପରାଧୀନ ଥିଲାବେଳେ ଆମେ କିପରି ବିଦେଶୀମାନଙ୍କ ଅତ୍ୟାଚାର କଷ୍ଟ ସହି ଦୁଃଖରେ ଦିନ କାଟୁଥିଲେ। 1947 ମସିହା ଅଗଷ୍ଟ 15 ତାରିଖରେ ଆମ ଦେଶ ସ୍ୱାଧୀନ ହେଲା। ଆଜି ଆମେ ସ୍ୱାଧୀନ। ଆମେ ଆମର କର୍ତ୍ତବ୍ୟ କରିବା, ଭଲ କାମ କରି ଦେଶକୁ ପ୍ରଗତି ପଥରେ ଆଗେଇ ନେବା। ଆମ ଦେଶରେ କେହି ଭୋକିଲା ରହିବେ ନାହିଁ। ଆମ ଭିତରେ ଛୁଆଁ ଅଛୁଆଁ ଭେଦଭାବ ରହିବ ନାହିଁ। ସମସ୍ତଙ୍କର ମଙ୍ଗଳ ପାଇଁ କାମ କରିବା, ଦେଶ ସେବା ଆମ ଜୀବନର ବ୍ରତ ହେବ। ବର୍ତ୍ତମାନ ଆଜି ଆମେ ପଢ଼ିବା ଆମେ କିପରି ଦେଶରେ ଶିଳ୍ପର ବିକାଶ ଓ ଜ୍ଞାନ ବିଜ୍ଞାନ କ୍ଷେତ୍ରରେ ଉନ୍ନତି କରି ଆଗକୁ ବଢ଼ିବା। ଏବେ କବିତାଟିକୁ ଧ୍ୟାନ ଦେଇ ଶୁଣ। ଦେଶରେ ଖୋଲିଦେବୁ ବିବିଧ କାରଖାନା, ଯେପରି ଉତ୍ପାଦନ ହୋଇବ ପ୍ରଜନନ, ଗଢ଼ି ଉଠିବେ ପୁଣି ଅସଂଖ୍ୟ କାରିଗର, ଜାତୀୟ ଧ୍ୱଜା ଉଡ଼ଇ ଫରଫର। ଆମେ ଯେ ବୀର ଜାତି, ନୋଇବୁ ନାହିଁ ମଥା, କହିବୁ ପ୍ରାଣ ଦେଇ, କହିବୁ ଯେଉଁ କଥା, ମରତେ ଖେଳାଇବୁ ସୁଷମା ଜାତୀୟ ଧ୍ୱଜା ଉଡ଼ଇ ଫରଫର। ଜ୍ଞାନ ବିଜ୍ଞାନୀ ଆମେ, ନୋହିବୁ କାହା ପଛ, ପ୍ରତିଜ୍ଞା କର ଭାଇ, ଯେଉଁଠି ଯିଏ ଅଛ, କୋଟି ଯେ କୋଟି ଆମେ ସନ୍ତାନ ଭାରତର, ଜାତୀୟ ଧ୍ୱଜା ଉଡ଼ଇ ଫରଫର, ଜାତୀୟ ଧ୍ୱଜା ଉଡ଼ଇ ଫରଫର। ଆସ ପଦଗୁଡ଼ିକ ପଢ଼ିବା ଓ ବୁଝିବା। ଦେଶରେ ଖୋଲିଦେବୁ ବିବିଧ କାରଖାନା, ଯେପରି ଉତ୍ପନ୍ନ ହୋଇବ ଦ୍ରବ୍ୟ ନାନା, ଗଢ଼ି ଉଠିବେ ପୁଣି ଅସଂଖ୍ୟ କାରିଗର, ଜାତୀୟ ଧ୍ୱଜା ଆମ ଉଡ଼ଇ ଫରଫର। ଦେଶର ଉନ୍ନତି ପାଇଁ ଦେଶରେ ଅନେକ କାରଖାନା ସ୍ଥାପନ କରିବା, ଯାହାଦ୍ୱାରା ବିଭିନ୍ନ ପ୍ରକାର ଜିନିଷ ପ୍ରସ୍ତୁତ ହେବ। କାରଖାନା ସ୍ଥାପନ ଦ୍ୱାରା ଅସଂଖ୍ୟ କାରିଗର କାମ କରିବାର ସୁଯୋଗ ପାଇବେ। ଆମେ ଯେ ବୀର ଜାତି, ନୋଇବୁ ନାହିଁ ମଥା, କରିବୁ ପ୍ରାଣ ଦେଇ, କହିବୁ ଯେଉଁ କଥା, ମରତେ ଖେଳାଇବୁ ସୁଷମା ସରଗର, ଜାତୀୟ ଧ୍ୱଜା ଆମ ଉଡ଼ଇ ଫରଫର। ଆମେ ବୀର ଜାତି,
କାହା ଆଗରେ ମୁଣ୍ଡ ନୁଆଁଇବା ନାହିଁ। ଯେଉଁ କଥା କହିବା ଦରକାର ପଡ଼ିଲେ ଆମେ ପ୍ରାଣ ଦେଇ ମଧ୍ୟ ତାହା ପାଳନ କରିବା। ପୃଥିବୀ ପୃଷ୍ଠକୁ ସ୍ୱର୍ଗ ପରି ସୁନ୍ଦରତାରେ ଭରିଦେବା। ଜ୍ଞାନ ବିଜ୍ଞାନେ ଆମେ ନୋହିବୁ କାହା ପଛ, ପ୍ରତିଜ୍ଞା କର ଭାଇ ଯେଉଁଠି ଯିଏ ଅଛ। କୋଟି ଯେ କୋଟି ଆମେ ସନ୍ତାନ ଭାରତର, ଜାତୀୟ ଧ୍ୱଜା ଆମ ଉଡ଼ଇ ଫରଫର। ଆମେ ଭାରତ ମାତାର କୋଟି କୋଟି ସନ୍ତାନ। ଆମେ ଯିଏ ଯେଉଁଠାରେ ଅଛେ ପ୍ରତିଜ୍ଞା କରିବା ଯେ ଜ୍ଞାନ ବିଜ୍ଞାନ କ୍ଷେତ୍ରରେ ଯେପରି ଅନ୍ୟ ଦେଶମାନଙ୍କ ଠାରୁ ଆଗରେ ରହିବା। ଆମ ଜାତୀୟ ପତାକା ସବୁବେଳେ ଫରଫର ହୋଇ ଉଡ଼ୁଥିବ, ଆମେ ତାର ଟେକ ରଖିବା। ଆସ ତୁମ ପାଠ ବହିର ବାକି ଥିବା ପ୍ରଶ୍ନ ଗୁଡ଼ିକର ଉତ୍ତର ଜାଣିବା। 1 ଘ ଦେଶର ଉନ୍ନତି ପାଇଁ କେଉଁ କେଉଁ କାମ ସ୍ୱାଧୀନ ଭାରତରେ କରାଯିବ ବୋଲି ଆଶା କରାଯାଇଛି। ଦେଶର ଉନ୍ନତି ପାଇଁ ଆମେ ଭଲ କାମ କରି ଜାତି ଇତିହାସରେ ଆମର ନାମ ଓ ଯଶ ରଖିବା। ଆମ କର୍ତ୍ତବ୍ୟ ପଥରେ ଆମେ ଆଗେଇ ଚାଲିବା। ନିଜର ପ୍ରାଣ ବଳି ଦେଇ ଆମେ ଦେଶ ଓ ଜାତିର ଟେକ ରଖିବା। ଦେଶରୁ ଖାଦ୍ୟଭାବ ଦୂର କରିବା, ଛୁଆଁଅଛୁଆଁ ଭେଦଭାବ ରଖିବା ନାହିଁ। ଦେଶରେ ନୂଆ ନୂଆ କଳକାରଖାନା ସ୍ଥାପନ କରି ଅନେକ ଦ୍ରବ୍ୟ ପ୍ରସ୍ତୁତ କରିବା। ଆମ ଦେଶର ସ୍ୱାଧୀନତାକୁ ବଜାୟ ରଖିବା। ଜ୍ଞାନ ବିଜ୍ଞାନ କ୍ଷେତ୍ରରେ ଆମେ ଉନ୍ନତି କରିବା। ଆମେ କାହିଁକି ମଥା ନୋଇବୁ ନାହିଁ ବୋଲି କବି କହିଛନ୍ତି? ଆମେ ବୀର ଜାତି। ଆମ ପୂର୍ବପୁରୁଷମାନେ ବୀରତ୍ୱ ପାଇଁ ପ୍ରଶଂସିତ ହୋଇଛନ୍ତି। ତେଣୁ ଆମେ ସେହି ବୀର ଜାତିର ସନ୍ତାନ ହୋଇଥିବାରୁ ଆମେ କାହା ଆଗରେ ମୁଣ୍ଡ ନୁଆଁଇବା ନାହିଁ। ଆସ ଉତ୍ତର ଲେଖିବା। କଥାକୁ କିପରି କାର୍ଯ୍ୟରେ ପରିଣତ କରିବା ବୋଲି କବିତାରେ କୁହାଯାଇଛି? କଥାକୁ ପ୍ରାଣ ଦେଇ କାର୍ଯ୍ୟରେ ପରିଣତ କରିବା ବୋଲି କବିତାରେ କୁହାଯାଇଛି। ସ୍ୱାଧୀନ ଭାରତର ଶିଶୁମାନେ ମର୍ତ୍ତ୍ୟପୁରୀରେ କି ପରିବର୍ତ୍ତନ ଆଣିପାରିବା କଥା କବି କହିଛନ୍ତି? ସ୍ୱାଧୀନ ଭାରତର ଶିଶୁମାନେ ସ୍ୱର୍ଗର ସୁନ୍ଦରତାକୁ ମର୍ତ୍ତ୍ୟପୁରୀକୁ ନେଇ ଆସିପାରିବେ ବୋଲି କବି କହିଛନ୍ତି। କେଉଁ କ୍ଷେତ୍ରରେ ଆମେ ପଛରେ ରହିବା ନାହିଁ ବୋଲି ଧାରଣା ଦିଆଯାଇଛି? ଜ୍ଞାନ ବିଜ୍ଞାନ କ୍ଷେତ୍ରରେ ଆମେ ପଛରେ ରହିବା ନାହିଁ ବୋଲି ଧାରଣା ଦିଆଯାଇଛି। କେଉଁମାନେ ପ୍ରତିଜ୍ଞା କରିବା କଥା କବିତାରେ ପ୍ରକାଶ ପାଇଛି? ଭାରତବାସୀମାନେ ପ୍ରତିଜ୍ଞା କରିବା କଥା କବିତାରେ ପ୍ରକାଶ ପାଇଛି। ଦେଶରେ କଳକାରଖାନା ଗଢ଼ି ଉଠିଲେ ଆମର କ'ଣ ସୁବିଧା ହେବ? ଦେଶରେ କଳକାରଖାନା ଗଢ଼ି ଉଠିଲେ ଆମ ଦେଶରେ ବିଭିନ୍ନ ପ୍ରକାର ଦ୍ରବ୍ୟ ଉତ୍ପନ୍ନ ହେବ ଓ ଅସଂଖ୍ୟ କାରିଗର ସୃଷ୍ଟି ହେବେ। ବହୁତ ଲୋକଙ୍କୁ କର୍ମ ନିଯୁକ୍ତି ମିଳିବ। କବିତାର ଯେଉଁ ପଦରେ ଏକଥା କୁହାଯାଇଛି ସେହି ପଦଟି ବାଛି ଲେଖିବା। ସେ ସମୟରେ କଷ୍ଟ ଭୋଗୁଥିଲୁ, ସେକାଳେ ଭୋଗୁଥିଲୁ କେତେ ଯେ ଆମେ କ୍ଲେଶ। ଦେଶ ସେବାକୁ ଜୀବନର ବ୍ରତ କରିବା, ସ୍ୱଦେଶ ସେବା ବ୍ରତ କରିବୁ ଜୀବନର। ସମସ୍ତଙ୍କ ପାଇଁ ଭଲ କାମ କରିବା, ସଭିଙ୍କ ହିତ ପାଇଁ କରିବୁ ଆମେ କାମ। ବହୁ ଜିନିଷ ସୃଷ୍ଟି ହେବ, ଯେପରି ଉତ୍ପନ୍ନ ହୋଇବ ଦ୍ରବ୍ୟ ନାନା। ଯାହା କହିବୁ ତାହା ପ୍ରାଣ ଦେଇ କରିବୁ, କରିବୁ ପ୍ରାଣ ଦେଇ କହିବୁ ଯେଉଁ କଥା। ଯେପରି ଶାସନରୁ ଶାସିତ, ଦଳରୁ ଦଳୀୟ ହୋଇଛି, ସେପରି ତଳେ ଦିଆଯାଇଥିବା ଶବ୍ଦମାନଙ୍କର ନୂଆ ରୂପ ଲେଖିବା। ଉତ୍ପାଦନ ଉତ୍ପାଦିତ, ନାମ ନାମିତ, ଜାତି ଜାତୀୟ, ବିଦେଶ ବିଦେଶୀ, ଜୀବନ ଜୀବିତ। ତଳେ କ ଓ ଖ ସ୍ତମ୍ଭରେ କିଛି ଶବ୍ଦ ଦିଆଯାଇଛି। ସେ ଶବ୍ଦ ଦୁହିଁଙ୍କୁ ମିଳାଇ ଯେଉଁ ନୂଆ ପଦଟି ହେଉଛି ତାକୁ ଗ ସ୍ତମ୍ଭରେ ଲେଖିବା। ଲୁହ ଝରଝର, ରାଗ ଗରଗର, ବଚନ ଖରଖର, ପତାକା ଫରଫର, ଓଦା ସରସର। ପିଲାମାନେ, ତୁମ ପାଇଁ କାମ ତୁମ ବହିରେ ଥିବା ଅଭ୍ୟାସ କାର୍ଯ୍ୟଗୁଡ଼ିକ କରିବାକୁ ଚେଷ୍ଟା କରିବ। ଯଦି ଆପଣମାନଙ୍କୁ ଏହି ବିଷୟଟି ଭଲ ଲାଗିଲା, ତାହେଲେ ପ୍ରାଥମିକ ଶିକ୍ଷା ସମ୍ବନ୍ଧୀୟ ଅଧିକ ବିଷୟ ଜାଣିବା ପାଇଁ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଲାଇକ୍ ଓ ସେୟାର କରିବାକୁ ଭୁଲିବେ ନାହିଁ। ଧନ୍ୟବାଦ।